ମୂଷାଟିଏ ଯଦି ପଥରରେ ହୋଇଥାଏ ତାହେଲେ ତାକୁ ସମସ୍ତେ ପୂଜା କରିଥାନ୍ତି, କିନ୍ତୁ ଯଦି ଜୀବିତ ଥାଏ ତାହେଲେ ତାକୁ ନ ମାରିଲା ପର୍ଯ୍ୟନ୍ତ ଶାନ୍ତିରେ ନିଶ୍ୱାସ ନିଅନ୍ତି ନାହିଁ। ସାପଟିଏ ଯଦି ପଥରରେ ହୋଇଥାଏ ତାହେଲେ ତାକୁ ସମସ୍ତେ ପୂଜା କରିଥାନ୍ତି, କିନ୍ତୁ ଯଦି ଜୀବିତ ଥାଏ ତାହେଲେ ତାକୁ ତୁରନ୍ତ ମାରିଦିଅନ୍ତି। ସେଇଭଳି କଥାଟିଏ ବାପା ମା ଫଟୋରେ ଥିଲାବେଳେ ସମସ୍ତେ ପୂଜା କରିଥାନ୍ତି, କିନ୍ତୁ ବାପା ମା ବଞ୍ଚିଥିଲା ବେଳେ କେହି ତାଙ୍କର ମୂଲ୍ୟ ବୁଝିନଥାନ୍ତି। ସମସ୍ତେ କୁହନ୍ତି ମୁର୍ଦାରକୁ କାନ୍ଧ ଦେଲେ ପୁଣ୍ୟ ଭାବନ୍ତି, କିନ୍ତୁ ବଞ୍ଚିଥିବା ଲୋକକୁ ସାହାରା ହୁଅନ୍ତୁ। ମୁଁ ରାଣ ଖାଇ କହୁଛି ଆଜ୍ଞା, ଆପଣଙ୍କଠାରୁ ଢେର ପୁଣ୍ୟ ଆଉ ବୋଧେ କେହି ଅର୍ଜନ କରିବେ ନାହିଁ। ଏକଥାକୁ ନିହାତି ମନେ ରଖିବେ। ଆପଣ ଥରେ କରିକି ଦେଖନ୍ତୁ। ଜୟ ଜଗନ୍ନାଥ।